ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ହୋଇପାରୁନାହିଁ ଅଗ୍ରଗତି। ସାଧାରଣ ଲୋକଙ୍କ ସହ ମିଶି ରାଜ୍ୟ ରାଜସ୍ୱ ଲୁଟ୍ କରିବାକୁ ବିଧାୟକ କରୁଛନ୍ତି ଉଦ୍ୟମ। ଏହିପରି ଏକ ଚାଞ୍ଚଲ୍ୟର ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ମାତ। ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ଦାବି କଲେ ବିଜେଡିର ଅନେକ ନେତା। ଆସନ୍ତୁ ଜାଣିବା କ'ଣ ଅଭିଯୋଗ କରିଛନ୍ତି ନେତାମାନେ। ଆପଣ ଦେଖୁଛନ୍ତି ଏରୋ ନ୍ୟୁଜ୍ ଡିଜିଟାଲ ମିडिଆ ଲାଇକ୍ ଫଲୋ ସେୟାର କରି ଆମ ସହିତ ଯୋଡ଼ି ହୁଅନ୍ତୁ। ଆଉ ଖବର କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। 2024 ସାଧାରଣ ନିର୍ବାଚନ ପୂର୍ବରୁ ସୋନପୁରରୁ ପୁରୁଣାକଟକ ଯାଏଁ ପ୍ରାୟ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ କାର୍ଯ୍ୟର 95% ନିର୍ମାଣ ସମାପ୍ତ ହୋଇସାରିଥିଲା। ତେବେ ଏହାର ନିର୍ମାଣ କାର୍ଯ୍ୟ ସରିବା ପରେ ଜୁନ୍ 20 ତାରିଖ ପ୍ରଧାନମନ୍ତ୍ରୀ ଆବାସ ଜରିଆରେ ବୌଦ୍ଧ ପୁରୁଣାକଟକ ରେଳ ଷ୍ଟେସନ ଉଦ୍ଘାଟନ କରିବା ସହ ରେଳ ଯାତ୍ରାର ଶୁଭାରମ୍ଭ କରିଥିଲେ। ଅନ୍ୟପଟେ ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଲାଇନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆସନ୍ତା ବର୍ଷ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହେବାର ସମ୍ଭାବନା ରହିଛି। ଏପରି ସ୍ଥଳେ କିଛି ଅସାଧୁ ବ୍ୟକ୍ତି ବୌଦ୍ଧ ବିଧାୟକଙ୍କ ପ୍ରତ୍ୟକ୍ଷ ସମର୍ଥନରେ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଉଁରୀ ପଥରଠାରେ ବିଭିନ୍ନ ଲୋକଙ୍କ ନାମରେ ଘର କରି ଅଧିକ କ୍ଷତିପୂରଣ ଦାବି କରାଯାଉଛି। ଯେତେବେଳେ କି ପୂର୍ବରୁ ସର୍ଭେ ସମୟରେ ଉକ୍ତ ଜାଗାରେ କୌଣସି ଘର ନଥିଲା। ରେଳ ବିଭାଗ ଉକ୍ତ ଘରକୁ ଭାଙ୍ଗୁଥିବା ବେଳେ ବିଧାୟକ ଏହାକୁ ନିଜେ ଏପରିକି ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ସାହାଯ୍ୟ ନେଇ ଭଙ୍ଗା ଯାଉଥିବା ଘରକୁ ଅଟକାଇବା ସହ ଜାଣିଶୁଣି ପ୍ରକଳ୍ପ ନିର୍ମାଣରେ ବାଧକ ସାଜୁଛନ୍ତି। ଏହି ପ୍ରକଳ୍ପ ଅଗ୍ରଗତିରେ ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୌଦ୍ଧ ସର୍କିଟ ହାଉସଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ଅମାତଙ୍କ ସମେତ ଅନ୍ୟ ନେତାମାନେ ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। ଏହି ଘଟଣାରେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ଲାଇନ୍ ବହୁ ପ୍ରତୀକ୍ଷିତ ରେଲୱେ ଲାଇନ୍ ଯେତେବେଳେ ଆଜିର ଦିନରେ ଦ୍ରୁତ ଗତିରେ ଆଗେଇ ଚାଲିଛି କାମ ପ୍ରକ୍ରିୟା, ସେହି ସମୟରେ ସ୍ଥାନୀୟ ବିଧାୟକ କିଛି ଅସାଧୁ ବ୍ୟକ୍ତିଙ୍କ ସହିତ ହାତ ମିଳେଇ ପୁଣି ପଥଠାରେ ଡ୍ରୋନ୍ ସର୍ଭେ ସରିଥିଲା, କିଛି ଘରଦ୍ୱାର ନଥିଲା। ତହିଁରେ ପରବର୍ତ୍ତୀ ଅବସ୍ଥାରେ ମାନେ ଟେମ୍ପୋରାରୀ ତାକୁ ଘର ଗୋଟେ ଶୋ କରିକି ଦେଖେଇକିରି ଅର୍ଥ ହଡ଼ପ କରିବା ବ୍ୟବସ୍ଥା କରେଇଛନ୍ତି। ତେଣୁ ସେ ରାଜ୍ୟ ସରକାରଙ୍କ ଅର୍ଥକୁ ହଡ଼ପ କରିବାର ଯେଉଁ ଅଭିସନ୍ଧି ଚାଲିଛି ଜାଗା ଉପରେ ପରବର୍ତ୍ତୀ ଅବସ୍ଥାରେ ଘର ତିଆରି କରି ଅର୍ଥ ଆତ୍ମସାତ କରୁଥିବାର ଆମେ ଦୃଢ଼ ନିନ୍ଦା କରୁଛୁ। ଆଗାମୀ ଦିନରେ ରାଜ୍ୟ ରାଜକୋଷ ଏଭଳି ଢଙ୍ଗରେ ଲୁଟପାଟ କଲେ ଆମେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ। ତ୍ୱରାନ୍ୱିତ ହେଉଥିବା ବେଳେ ବର୍ତ୍ତମାନ ବାଧକ ସାଜିଛି ଚାରିଛକ ବାଣୀଭୂଷଣପୁର ପଞ୍ଚାୟତର ଭଉଁରୀ ପଥରଠାରେ, ଯେଉଁଠି ଯେତେବେଳେ ସର୍ଭେ ହୋଇଥିଲା ଡ୍ରୋନ୍ ସର୍ଭେ ରେଳ ବିଭାଗ ପକ୍ଷରୁ ସର୍ଭେ ହୋଇଥିଲା, କୌଣସି ଘର ନଥିଲା 2020 ମସିହା ପୂର୍ବରୁ। ସେଠି କିଛି ଅସାଧୁ ବ୍ୟକ୍ତି ଜୋର ଜବରଦସ୍ତ 2020 ମସିହା ପରେ ଯାହାଙ୍କର ଯଦି ଆଧାର କାର୍ଡ଼ ରାସନ କାର୍ଡ଼ ଦେଖିବେ ଅନ୍ୟ କେଉଁଠିକାର ହିତାଧିକାରୀ କିଏ କେଉଁଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇଛି, କିଏ ଆଉ କେଉଁଠି ରାସନ କାର୍ଡ଼ ପାଉଛି, ଆମେ ରହୁଛୁ ବୋଲି ସେଠି ଗୋଟେ ମିଛ ପ୍ରହେଳିକା ସୃଷ୍ଟି କରି ଖୋର୍ଦ୍ଧା ବଲାଙ୍ଗୀର ଯେଉଁ ରେଳପଥକୁ ପ୍ରକଳ୍ପ କାର୍ଯ୍ୟକୁ ବାଧା ସୃଷ୍ଟି କରୁଛନ୍ତି। ଏବଂ ଏହା ପଛରେ ଅଭିଯୋଗ ହେଉଛି, ଯେତେବେଳେ ଆମେ ଦେଖିଲେ ସିଧାସଳଖ ଭାବରେ ପ୍ରମାଣିତ ହେଲା, ଡବଲ ଇଞ୍ଜିନ୍ ସରକାର ଯେତେବେଳେ ରେଳ ବୌଦ୍ଧକୁ ରେଳ ଚାଲିଲା ବୋଲି ଯେତେବେଳେ ବାହାବା ନେବାକୁ ଚେଷ୍ଟା କରୁଛି, ଠିକ୍ ସେହି ସମୟରେ ବୌଦ୍ଧ ବିଧାୟକ ଗୃହ କମିଟି ଯେତେବେଳେ ସେଠି ନଥିଲା, ଷ୍ଟାଣ୍ଡିଂ କମିଟିକି ନେଇକି ସେଠି ସେ କାର୍ଯ୍ୟକୁ ଘର ଯେଉଁ ଭାଙ୍ଗୁଥିଲେ ରେଳ ବିଭାଗ ତାକୁ ଅଟକାଇବା ଏବଂ ଯେଉଁ ରେଳ ବିଭାଗ ଯେଉଁ ରେଳ ଲାଇନ୍ ପ୍ରକଳ୍ପକୁ ବନ୍ଦ କରିବା, ବିଧାୟକଙ୍କ ଏହା ପଛରେ କିଛି ଅସାଧୁ ଉଦ୍ଦେଶ୍ୟ ଏବଂ ରାଜ୍ୟ ସରକାରଙ୍କ ଅର୍ଥକୁ ହରିଲୁଟ୍ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଉଛି। ଏବଂ ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ। ଆମେ ଦାବି କରୁଛୁ ଏହାର EOW ତଦନ୍ତ ହେଉ